କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଭିଡ଼ିଓରେ ଆମେ ବର୍ଷାର ଆନନ୍ଦ, ମୌସୁମୀ କିପରି ଭାରତରେ ଜୀବନ ଆଣିଥାଏ ସେହି ବିଷୟରେ କଥା ହେବା। ମୌସୁମୀ ହେଉଛି ଭାରତର ସବୁଠାରୁ ପ୍ରତୀକ୍ଷିତ ଋତୁ ମଧ୍ୟରୁ ଗୋଟିଏ, ଯାହା ପ୍ରଚଣ୍ଡ ଗ୍ରୀଷ୍ମରୁ ମୁକ୍ତି ଆଣିଥାଏ। ବର୍ଷାର ପ୍ରଥମ ବୁନ୍ଦା ଶୁଷ୍କ, ଧୂଳିମୟ ଭୂଦୃଶ୍ୟକୁ ସବୁଜ କ୍ଷେତରେ ପରିଣତ କରିଥାଏ। ଉଦ୍ଭିଦ, ପ୍ରାଣୀ ଏବଂ ଲୋକଙ୍କୁ ଏକ ନୂତନ ଜୀବନ ପ୍ରଦାନ କରିଥାଏ। କୃଷକମାନଙ୍କ ପାଇଁ ମୌସୁମୀ ଏକ ଆଶୀର୍ବାଦ, କାରଣ ଏହା ଧାନ, ଡାଲି ଏବଂ ଆଖୁ ପରି ଫସଲ ଚାଷ ପାଇଁ ଆବଶ୍ୟକ ପାଣି ଯୋଗାଇଥାଏ। ଏହା ବିନା କୃଷି ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ବହୁତ କ୍ଷତିଗ୍ରସ୍ତ ହେବ। ବର୍ଷାର ଆନନ୍ଦ କେବଳ କ୍ଷେତ ପର୍ଯ୍ୟନ୍ତ ସୀମିତ ନୁହେଁ। ନଦୀ, ହ୍ରଦ ଏବଂ ପୋଖରୀଗୁଡ଼ିକ ମଧୁର ପାଣିରେ ଫୁଲିଯାଏ, ଯାହା ବନ୍ଧ ମାଧ୍ୟମରେ ପାନୀୟ ଜଳସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏକ ସ୍ଥିର ଯୋଗାଣ ସୁନିଶ୍ଚିତ କରେ। ଲୋକମାନେ ଚା ସହିତ ଗରମ ଖାଦ୍ୟ ମଜା ନିଅନ୍ତି ଏବଂ ଓଦା ମାଟିର ବାସ୍ନା ବାୟୁକୁ ପୂର୍ଣ୍ଣ କରେ। ମୌସୁମୀ ସମୟରେ ତିଜ୍ ଏବଂ ଓନାମ୍ ଭଳି ଉତ୍ସବ ପାଳନ କରାଯାଏ, ଯାହା ଋତୁର ସାଂସ୍କୃତିକ ସମୃଦ୍ଧିକୁ ବୃଦ୍ଧି କରେ। ମୌସୁମୀର ସୌନ୍ଦର୍ଯ୍ୟ ଏହାର ଚ୍ୟାଲେଞ୍ଜ ସହିତ ଆସେ। ପ୍ରବଳ ବର୍ଷା, ବନ୍ୟା, ଟ୍ରାଫିକ୍ ଜାମ୍ ଏବଂ ଜଳବାହିତ ରୋଗର ପ୍ରାଦୁର୍ଭାବ ସୃଷ୍ଟି କରିପାରେ। ତଥାପି ଏହି ଅସୁବିଧା ସତ୍ତ୍ୱେ ଭାରତରେ ଜୀବନ ବଜାୟ ରଖିବାରେ ମୌସୁମୀର ଭୂମିକାକୁ ଅତ୍ୟଧିକ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଏହା ମାଟିକୁ ପୋଷଣ କରେ, ଜଳ ଉତ୍ସଗୁଡ଼ିକୁ ପୁନର୍ବାର ପୂରଣ କରେ ଏବଂ ଜୈବ ବିବିଧତାକୁ ସମର୍ଥନ କରେ। ଅଧିକାଂଶ ଭାରତୀୟଙ୍କ ପାଇଁ ମୌସୁମୀର ଆଗମନ କେବଳ ପାଗ ପରିବର୍ତ୍ତନ ନୁହେଁ, ବରଂ ଏହା ଆଶା, ନବୀକରଣ ଏବଂ ଆନନ୍ଦର ସମୟ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓକୁ ସହ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।